ଆଜିକାଲିକା ଭଲ ପାଇବା ଆଜ୍ଞା, ଭଲ ଚେହେରା, ଭଲ ସମ୍ପର୍କ, ଭଲ ବ୍ୟବହାର, ଭଲ ଚାଲିଚଳନ ନଥାଏ ଆଜ୍ଞା। ସତରେ ମନେ ରଖିବେ ଆଜ୍ଞା, ଆପଣଙ୍କ ଚାରିପଟେ ବୁଲୁଥିବା ମଣିଷର 99% ଲୋକ ଆପଣଙ୍କ ସ୍ୱାର୍ଥରେ ଥିବେ ଆଜ୍ଞା। ଯେଉଁ ପର୍ଯ୍ୟନ୍ତ ଆପଣ ତାଙ୍କ ସାହାଯ୍ୟରେ ଥିବେ, ଯେଉଁ ପର୍ଯ୍ୟନ୍ତ ଆପଣ ତାଙ୍କୁ ସାହାଯ୍ୟ କରୁଥିବେ, ଆଉ ଯେଉଁ ପର୍ଯ୍ୟନ୍ତ ଆପଣ ତାଙ୍କ କଥାରେ ଥିବେ, ସେ ପର୍ଯ୍ୟନ୍ତ ଆଜ୍ଞା ଆପଣଙ୍କୁ ଏତେ ନିଜର କରୁଥିବେ ଯେ ଆପଣ ନିଜେ ଭାବିବେ ତାଙ୍କଠାରୁ ନିଜର ଆଜ୍ଞା କେହି ଦୁନିଆରେ ନାହାନ୍ତି। ଯେତେବେଳେ ତାଙ୍କ ସ୍ୱାର୍ଥ ପ୍ରତି କିଛି ଆଞ୍ଚ ଆସିଯିବ, ସ୍ୱାର୍ଥର କିଛି ଫରକ ଆସିଯିବ, କି ସ୍ୱାର୍ଥର କିଛି ସଫଳତା ପାଇପାରିବେନି, ଆଉ ଆପଣଙ୍କ ପାଇଁ କିଛି ତାଙ୍କ ସ୍ୱାର୍ଥରେ କିଛି ଆଞ୍ଚ ଆସିଯିବ, ସେଇ ମଣିଷ ଆଜ୍ଞା ଏମିତି ବି ବ୍ୟବହାର କରିବେ, ଆପଣ ଆଜ୍ଞା ଧିକ୍କାର ଲାଗିବ ଏଇ ମଣିଷଙ୍କ ପାଖରେ ବସିବାଟା ମୋର ଭୁଲ ଥିଲା। ସତ କହୁଛି ଆଜ୍ଞା, ପରୀକ୍ଷା କରନ୍ତୁ ନା, ଜାଣିପାରିବେ। ସେଥିପାଇଁ ଆଜ୍ଞା ନିଜ ପରିବାର ଛଡ଼ା ଆଉ କେହି ନିଜ ନୁହନ୍ତି। ସେଥିପାଇଁ ସବୁବେଳେ ସମସ୍ତଙ୍କ ପରିବାରକୁ ମୁଁ ଅନୁରୋଧ କରୁଛି, ସମସ୍ତଙ୍କ ପରିବାରକୁ ସମସ୍ତେ ଭଲ ପାଇବା ଦିଅନ୍ତୁ, ଶ୍ରେୟସ୍ସତା ଦିଅନ୍ତୁ, କାହିଁକିନା ଦୁଃଖ ବେଳେ ଆଜ୍ଞା ଆପଣ ପରିବାର ଠିଆ ଆଉ କେହି ନଥିବେ।